ଆଜ୍ଞା ଆଜି ଗୋଟେ ଫଟୋ ଏତେ ଜୋରରେ ଭାଇରାଲ ହଉଛି ଏ ମୋବାଇଲରୁ ସେ ମୋବାଇଲ କି ସେ ମୋବାଇଲରୁ ଏ ମୋବାଇଲ କି ଭାଇରାଲ ହେବାର ନାଗିଛି। କୋଉଟା? ଆଜ୍ଞା ଆଜି ହଉଛି ପବିତ୍ର ରାମନବମୀ, ଜୟ ଶ୍ରୀରାମ। ଆଜ୍ଞା ତାକୁ ଆମେ ଦର୍ଶନ କଲୁ ସକାଳୁ ସକାଳୁ, କିନ୍ତୁ ତା ପରେ ପରେ ଆଉ ଦେଖ ଆଉ ଏମିତି ଫଟୋ ଗୋଟେ ଭାଇରାଲ ହଉଛି। କୋଉ ଫଟୋ? ଆପଣ ପଚାରେ କୋଉ ଫଟୋ? ଏଇଆ ତ ଆଜ୍ଞା ପେଣ୍ଟ ଖୋଲା ଫଟୋ ମ। ପେଣ୍ଟ ଟିକେ ତଳକୁ ହେଇଯାଇଛି, ହାତରେ ଟିକେ ବାଜିଛି, ରଙ୍ଗ ଟିକେ ନାଗିଛି, କେତେ କଣ ବୁଲୁଛି। ଆଉ ଏଇ ଫଟୋଟା କାଳେ ଶୁଣିବାକୁ ମିଳୁଛି ଆମର ଯୋଉ ଉପମୁଖ୍ୟମନ୍ତ୍ରୀ ମ୍ୟାଡାମ ଅଛନ୍ତି ତାଙ୍କରି ହଜବେଣ୍ଡ ମାନେ ସ୍ୱାମୀଙ୍କର ବୋଲି, ବୁଝିଲେ କି? ଏଇଟା ତ ଆମକୁ ଜମାରୁ ଭଲ ଲାଗୁନି। ଆଉ ଏଇ ଫଟୋଟି ଯଦି ଅନ୍ୟ କୌଣସି ଲୋକ କରିଥାନ୍ତା ଆଜି ଆଉ କଣ ଥାନ୍ତା? ଇଏ ପୁରା ଓଡିଶା ସାରା ନିଆଁ ଲାଗି ଯାଇଥାନ୍ତା। ଖାସ କରିକି ଏଇ ଫଟୋଟି ଯଦି ବିଜେଡି କି କଂଗ୍ରେସ ନେତାଙ୍କର ହେଇଥାନ୍ତା, ନିଆଁ ଧୂଆଁ ଆହୁରି କଣ 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 ସବୁ ଲଗେଇକି ଓଡିଶାକୁ ପୁରା ଜଳେଇ ସାରନ୍ତି। ତେଣୁକରି କାନ ଦିଅ, ଧ୍ୟାନ ଦିଅ, ମନ ଦିଅ, ଏଇ ଫଟୋ ଉପରେ ଟିକେ ଧ୍ୟାନ ଦିଅ। ମୁଁ ସେ ଫଟୋ ଲଗେଇବି ନାହିଁ, ନା 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 ବାପା, ଲିଙ୍ଗ ଫଟୋ ମୁଁ କାହିଁକି ଲଗେଇବି? କିନ୍ତୁ ଯୋଉମାନେ ଆଗରୁ କହିଥିଲେ, ଯୋଉମାନେ ଅସ୍ମିତାକୁ ଟେକିକି ଧରିଥିଲେ, ଯୋଉମାନେ ଯୋଉ ଶାଳୀନତା ରଖୁଥିଲେ, ଆଉ ସବୁଠାରୁ ମଜା କଥା କଣ ଜାଣିଛନ୍ତି ନା? ଯୋଉମାନେ ଆଗରୁ ଓଡିଆ ଅସ୍ମିତାର ଚିତ୍ର ଦେଖାଉଥିଲେ, ବୁଝାଉଥିଲେ, ସେଇମାନେ ଏବେ ଲିଙ୍ଗ ଦେଖେଇଲେଣି। କଥାଟା ଅଡୁଆ ଲାଗୁଥିବ ନିଶ୍ଚୟ, କିନ୍ତୁ କଥାଟା ଯାହା ଜଣା ପଡୁଛି ନିରାଟ ସତ, ବୁଝିପାରିଲେ ନା? ତେଣୁକରି ଯାହାକୁ ଭଲ ଲାଗୁଛି ଏନ୍ଜୟ କର କର କର, କିଛି ଅସୁବିଧା ନାହିଁ, ଟେନସନ ନାହିଁ, ଟେନସନ ନାହିଁ, ଟେନସନ ନାହିଁ। ମତେ କିନ୍ତୁ ଜମାରୁ ଭଲ ଲାଗୁନାହିଁ, ନା 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 ହେଲା। ଆଉ ଖାସ କରି ଅନ୍ଧଭକ୍ତ ଫଟୋଟାକୁ ଟିକେ ସେୟାର କର ରେ, ବୁଝିଲ ନା? ଟିକେ ସେୟାର କର ଧରମ ବାପାଙ୍କର ଫଟୋଟା। ହଉ ରହୁଛି ହେଲା।